ପାଇଲା ସମୁଦ୍ର ମନ୍ଥନ କରିଛି ନାରାୟଣ ଲକ୍ଷ୍ମୀ ନାରାୟଣ ପାଖକୁ ଯିବ। ତାପରେ ଲକ୍ଷ୍ମୀ ଆଉ ଗଲା ନାହିଁ। ସେଠି ମହାଦେବ ଅଛନ୍ତି। ବରୁଣ ରାଜା ପାଖରେ ମହାଦେବ ବି ଥପା ହେଇଛନ୍ତି। କିନ୍ତୁ ନାରାୟଣକୁ ସେ ନ ଦେଖିଲେ ଲକ୍ଷ୍ମୀ ଖାଇବ ନାହିଁ। ଭୋଗ ଦବ, ନାରାୟଣ ଉପରେ ଦେଖା ଦେବେ, ହାତ ଏମିତି କରିବେ, ଭୋଗ ଦବ, ତାପରେ ଯାଇ ଖାଇବ। ଲକ୍ଷ୍ମୀ ବରୁଣ ରାଜା କେମିତି ଜାଣିପାରିଲା? ଲକ୍ଷ୍ମୀ ଭୋଗ ଥାଳିଆ ନେଇକି ଆଉଛେ, ନାରାୟଣ ଫୋପାଡ଼ି ଦେଲା। ଏ ବା କଣ ବରୁଣ ରାଜା ଫୋପାଡ଼ି ଦେଲା। ଲକ୍ଷ୍ମୀ ଫେର ତାକୁ ସବୁ ଗୋଟେଇ ପୋଟେଇକିରି ଥାଳିରେ ଥୋଇକିରି କୋଉଠି ମହାଦେବଙ୍କ ପାଖରେ ନାରାୟଣ ମହାଦେବଙ୍କ ସାଙ୍ଗରେ ଦେଖା ଦେବେ ଲକ୍ଷ୍ମୀକି। ସିଏ ଭୋଗ ଦବ, ଯାଇ ଖାଇବ। ମା ବୁଝେଇ 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 ବାପକୁ ବରୁଣ ରାଜାକୁ ବୁଝେଇ ବୁଝେଇକିରି କହିଲେ ଲକ୍ଷ୍ମୀ କି ନାରାୟଣ ପାଖକୁ ବିଦା କର। ସିଏ ସବୁଠୁ କଣ ଟିକେ ହଁ ମାଇଲା। ତା ସ୍ତ୍ରୀ ତା ନାଁ କଣ ମୁଁ ଜାଣିନି, ତା ସ୍ତ୍ରୀ ନାଁ କଣ, କିନ୍ତୁ ସିଏ ତା ଝିଅକୁ ସବୁଠୁ ବିଦା କରିଦେଲା, ବିଦା କଲା। ଝିଅ ସବୁଠୁ ଗଲା। ନାରାୟଣ ଧର ଏତେ ଦୂରରେ, ଲକ୍ଷ୍ମୀ ଏଇଠି ଦି ପାଦେ ଯାଇଛି। ବରୁଣ ରାଜା ଛୁରୀ ତା ନିଜ ତଣ୍ଟିରେ ସେ ନିଜେ ଲଗେଇଲା। ତୁ ଯଦି ନାରାୟଣଙ୍କ ପାଖକୁ ଯିବୁ, ମୁଁ ଆତ୍ମହତ୍ୟା କରିଦେବି। ଲକ୍ଷ୍ମୀ ପଛେଇ ପଛେଇକା ଗଲା, ଆଉ ନଉଠିକି ଗଲାନି, ପଛେଇ ପଛେଇକା ଗଲା, ଯାଇ ଠିଆ ହେଲା। ସେଠୁ ମା ଫେରେ ବାପକୁ ବୁଝେଇଲା, ବରୁଣକୁ ବୁଝେଇଲା। ତାପରେ ବରୁଣ ରାଜା ସେଠୁ ରାଜି ହେଲା। ସେଠୁ ମା କହିଲା, ମା ତୁ ଯା। ସେଠି ଚାଉଳ ଥୁଆ ହେଇଥିଲା, ଅରୁଆ ଚାଉଳ କି ଚାଉଳ, ଆଞ୍ଜୁଳାଇ ଧଇଲା। ନାରାୟଣ ସବୁ ଦେଖୁଛନ୍ତି, ଧର ସେଠି ଠିଆ ହେଇଛନ୍ତି, ଏଇଠି ଧର ପ୍ରଦୀପ ଘର ପାଖରେ ନାରାୟଣ, ଇଏ ଏଇଠି ଏଇ ବାଗିଆ ଛାଟି ଦେଲା। ଝିଅ ବିଦା ହେଲେ ଗୋଟେ ଚାଉଳ ଛାଟିକି ଯାଆନ୍ତି ବାପ ଘରକୁ, ଆଞ୍ଜୁଳିକି ନେଇକି ଯାଆନ୍ତିନି। ସେ ଆଞ୍ଜୁଳିଟାକୁ ଲକ୍ଷ୍ମୀ ଗଲେ ତ, ସେ ଆଞ୍ଜୁଳିଟାକୁ ଯେତେବେଳେ ପ୍ରଥମ ଆଞ୍ଜୁଳିଟା ନେଇକି ଏଇଠି ବାରିକ ନେଇଯାଉଛି, ନହେଲେ ଗାଡି ଉପରେ ଘୁରେଇ ଦଉଛନ୍ତି, ସେ ଆଞ୍ଜୁଳିଟା ସେ ଛାଟି ଦେବେ ପଛକୁ, ତାଙ୍କ ଦୁଆର ମୁହଁକୁ ଛାଟି ଦେଇକି ସେଠୁ ଗଲା। ନାରାୟଣଙ୍କ ପାଖରେ ଯାଇ ଠିଆ ହେଲା। ସବୁ ଦେବତା ମାନେ ଗଦା ହେଇଛନ୍ତି। ସେଠୁ ବ୍ରହ୍ମା, ତାଙ୍କ ସ୍ତ୍ରୀ ସରସ୍ୱତୀ, ବ୍ରହ୍ମାଙ୍କ ସ୍ତ୍ରୀ ସରସ୍ୱତୀ, ମୁଁ ଜାଣିନି। ହଁ ସରସ୍ୱତୀ, ସେଠୁ ବ୍ରହ୍ମାଙ୍କ ସ୍ତ୍ରୀ ସରସ୍ୱତୀ। ହଁ ସିଏ ସବୁଠୁ ଥାଳିରେ ଗୋଟେ ଡାଲାରେ ଫୁଲ ହାର ଆଣିକି ଆସି ପହଞ୍ଚିଲେ। ସିଏ ସବୁଠୁ କଣ କଲା, ଫୁଲ ହାରଟି ତା ହାତକୁ ଯେମିତି ଦେଲେ, ସେ ନାରାୟଣଙ୍କ ବେକକୁ ନେଲା ପକେଇବା ପାଇଁ। ନାରାୟଣ ଏମିତି ହାତ ଦେଖି ପଛେଇକି ଘୁଞ୍ଚି ଗଲେ। ଯେମିତି ଘୁଞ୍ଚି ଗଲେ, ସମସ୍ତେ ତା ଟେଙ୍ଗା ଆଉ, ମାନେ ବରୁଣ ରାଜା, ତା ବାପ, ସେ ବାପ ମା, ସବୁ ଦେବାଦେବୀ ସମସ୍ତେ ଆଉ। ନାରାୟଣ ସବୁଠୁ ଏମିତି ହାତ କରି କହିଲା, ବରୁଣ ରାଜା କନ୍ୟା ସମର୍ପଣ ଦାନ ନ କଲେ ମୁଁ ଗ୍ରହଣ କରିବି ନାହିଁ। ବୁଝିପାଇଲୁ? ସେ ଦାନ ନ କଲେ ମୁଁ ଗ୍ରହଣ କରିବି ନାହିଁ। କନ୍ୟା ଦାନ ମହାପୁଣ୍ୟ।
ସିଏ ମୋ ହାତରେ କନ୍ୟାଦାନ ନ କଲେ ମୁଁ ଗ୍ରହଣ କରିବି ନାହିଁ। ଆଚ୍ଛା, ସେଥିପାଇଁ ଝିଅ ନେଇକି ଆସିବା କଥା ନୁହଁ। ଆଁ? ସେଥିପାଇଁ ଝିଅ ନେଇକି ଆସିବା କଥା। ଶୁଣୁ, ସେଇଠୁ ବରୁଣ ରାଜା ସେଇଠୁ ଗଲା ଝୁଅ ହାତକୁ ଧରିକିରି ନାରାୟଣଙ୍କ ପାଖରୁ ନେଇକି ଆସିଲା, ହାତରେ ଫୁଲ ଦେଲା। ସେଇଠୁ ଯେମିତି ହାତ ଗଣ୍ଠି ପଡେ ବାପ ଦିଏ ଜୋଇଁ ହାତରେ ଝିଅକୁ, ସିଏ ଏମିତି ଦେଲା। ସେଇଠୁ ସେଠି ଠିଆ ହେଲା। ସେଇଠୁ ଲକ୍ଷ୍ମୀ ନାରାୟଣ କଣ କଲେ, ବରୁଣ ବାପ ମାକୁ ତାଙ୍କ ପାଦରୁ ନେଇକି ମୁଣ୍ଡରେ ମାଇଲେ। ବରୁଣ ରାଜା ଝିଅ ଜୋଇଁଙ୍କ ଲକ୍ଷ୍ମୀ ନାରାୟଣଙ୍କ ମୁଣ୍ଡରେ ଦି ହାତ ଥୋଇଲା। ମା ତମେ ଯା ସୁଖୀ ହୁଅ। କଣ କେତେ କଥା କଣ କହିଗଲେ ଭାଗ୍ୟବତୀ, କଣ କେତେ କଥା କହିକିରି ତା ସ୍ତ୍ରୀ ହାତକୁ ଧରିକି ଚାଲିଗଲେ। ନାଇଁ ନାଇଁ, ତୁ ଏଇ କଥାଟା କାହିଁ କହୁଛୁ? ଏ କଥାଟା କାହିଁ କହିବାର କାରଣ କଣ? କାରଣ କଣ, ତୁ ଯୋଉ କହିଲୁ ନା ମୁଁ ନେଇ ଆସିବି, ମୁଁ ସେଇ ସକାଶେ କହିଲି। ଝିଅ ନେଇକି ଆସିଲେ କଣ ଖରାପ? ଖରାପ ନୁହଁ। କଣ ଖରାପ ହବ? ଆଉ ଇଏ ଜିନିଷ ଖୁସି, ବାପ ଘର ଶାନ୍ତି, ଶାଶୁ ଘର ଶାନ୍ତି। ସିଏ ଆସିବେ, କେତେ ଖୁସିରେ ବାପ ମା ଖୁସି ହେବେ, ଏ ବାଗିଆ ଅଶାନ୍ତି ହେବେ। କାହିଁ ପୁଣି ଯୋଉମାନେ ଭଲ ପାଇ ବାହା ହଉଛନ୍ତି ତାଙ୍କର ଖୁସିରେ ତ ଚାଲିଛି ସବୁ, ଅଶାନ୍ତି କାହିଁ ହେବେ? ତାଙ୍କ ବାପା ମା ଖୁସି ହେଇକି ବାହାଘର କରାଉଛନ୍ତି ଯୋଉ। ଖୁସି ହେଇକିରି ସେମିତି ଯଦି କନ୍ୟା ଜାତିର କନ୍ୟା, ଧର ଆମ ଜାତି, ସିଏ ଜାତି, ତା ପୂର୍ବା ପୁରୁଷ ଭଲ ମନ୍ଦ ସବୁ ଇଏ ହେଲା, ତାକୁ ସିଏ ରାଜି ହେଇକିରି ଇଏ ବାପ ମା ରାଜି ହେଲେ। ଦି ଜଣ ତାଙ୍କ ମନ ମିଳିଲା, ଆଙ୍କ ମନ ମିଳିଲା, ସିଏ ବାହାଘର ହେଲା, ସେଇଟା ଖୁସି। ନେଇକିରି ପଳେଇ ଆସିବ ଜାତି ଅଜାତି, ସେଠି କିଏ ସନ୍ତୁଷ୍ଟ ହବ? ଯଦି ଜାତିରେ ଆଣିଲେ, ଜାତିରୁ ଆଣିଲେ, ଧର ଜାତିରୁ ଆଣିଲ, ତମ ମନ ଆମେ ଜାଣିଲୁ, ଆମ ଝୁଅ ପୁଅଙ୍କ ମନ ତାଙ୍କର ମିଳିଲା। ବାପ ପୁଅ ଘର ବାଲା ଜାଣିଲା, ଝିଅ ଘର ବାଲା ଜାଣିଲା, ତାଙ୍କ ମନଟା ଯଦି ମିଳିଛି ତାହେଲେ ଆମେ ବାହାଘର କରିବୁ। ବୁଝିପାଇଲୁ? ଦି ଜଣଙ୍କ ପରିବାରଙ୍କ ମନ ମିଳିଲା, ଝିଅ ଜୋଇଁ ମନ ତାଙ୍କର ମିଳିଲା, ତେଣିକି ସେ ଖୁସିରେ ବାହାଘର କଲେ। ବୁଝିଲୁ? ତାଙ୍କ ଠାଇ ସମସ୍ତେ ସନ୍ତୁଷ୍ଟ ହେବେ। ପିତୃ ପିତା ଠାରୁ, ଗାଁ ଗାଉଲି ଠାରୁ, ବାପ ମା ଠାରୁ ସମସ୍ତଙ୍କ ଆଶୀର୍ବାଦ ରହିଲା। ତାହେଲେ ଝିଅ ନେଇକି ଆସିବା ନାହିଁ। ତାହେଲେ ଝିଅ ଆଣିକି ବାହା ହବାଟା ଭୁଲ। ଆଉ ଶୀତରେ କେତେ ଆଶୀର୍ବାଦ ତୁ ଦେଖୁଛୁ, ସବୁ ବାହାଘର କେତେ ଆଶୀର୍ବାଦ। କେତେ ଦିଗ? 10 ଦିଗପାଳ। ବ୍ରାହ୍ମଣ ପାଠ କରିବ, ତମ ହାତକୁ ଦବ। ତମ ହାତକୁ ବ୍ରାହ୍ମଣ ପାଠ କରିକି ଚାଉଳ ହଉ ଫୁଲ ହଉ ଯାହା ହଉ ସବୁ ପକେଇବ। ତମେ ଅଗ୍ନି ଦେବତାକୁ ପକେଇବ। 10 ଦିଗପାଳକୁ ସାକ୍ଷୀ ରଖି ବିବାହ ବୋଲି ସ୍ୱୀକାର କରିବ। ତମ ମନରେ ଅଗ୍ନି ଦେବତାକୁ ସାକ୍ଷୀ ରଖିକିରି, ବୁଝିଲୁ? ଶୀତରେ ଶାନ୍ତି। ଏଇଠି ଯୋଉ ଦେଖୁଛନ୍ତି ତାଙ୍କୁ ଟିକେ କହିଦେ, ଏଇଠି ଯୋଉ ଦେଖୁନାହାନ୍ତି ତାଙ୍କୁ ଟିକେ କହିଦେ, ଝିଅ ନେଇକି ଆସିବନି, ନେଇକି ଆଇଲେ ଖରାପ। କାହିଁକି ସେ ଦେଖିଏ, ତୁ କହିଦେ। ନାଇଁ, ଝିଅ ନେଇ ଆସିବନି। କଣ ପାଇଁ? ଭଲ ନୁହଁ।